ପଢା ବହିରେ ଆପଣ କଣ କହିବେ ତା ବିଷୟରେ? ଶେଷ ବିଷୟରେ ବେଶୀ ଗୁଡା ତର୍ଜମା କରି ଲକ୍ଷ୍ମଣନାଥ ତାଙ୍କ ନାଁରେ ମେଡିକାଲ କଲ କରିଦେଲ ଜଣେ ସାଧୁ ତାଲେ ଆଉ ଗୁଡାକ ବହି ଫହି ଭିତରେ ଏଗୁଡାକ ପୁରାଇବା ଉଚିତ ନୁହେଁ। ଗୋପବନ୍ଧୁଙ୍କର ପୁରେଇ ପାରୁନ, ସୁଭାଷ ବୋଷଙ୍କ ପୁରେଇ ପାରୁନ, ଗାନ୍ଧୀଙ୍କର ପୁରେଇ ପାରୁନ, ନେହୁରୁଙ୍କର ପୁରେଇ ପାରୁନ, ତମେ ଯାହା କର ମାନେ ତାର 10,000 ସାଧୁ ସନ୍ଥ ଅଛନ୍ତି ଭାରତ ବର୍ଷରେ, ଏଇନା ବି ଅଛନ୍ତି। ଆଉ ସେସବୁ ପୁରା ପାଠ୍ୟକ୍ରମରେ ସ୍ଥାନ ଦେବା ଉଚିତ ନାଇଁ। ତାଙ୍କର ପ୍ରେମ ଆଗରୁ ରହିଛି ନା, RSS ବାଲା ସେମାନେ। ଲକ୍ଷ୍ମଣନାଥ RSS ଲୋକ ନା, ଆଉ ନହେଲେ ଏତେ ଆଣ୍ଠେଇ ପଡତେ କାହିଁକି, ତାଙ୍କ RSS ଲୋକ ନା। ଆଉ ସେଥିରେ କିଛି ନାହିଁ ମ, କଂଗ୍ରେସ ସବୁ ଦଳକୁ ନେଇ ରହିଛି, ସବୁ ଜାତିକି ନେଇ ରହିଛି, ସବୁ ଯେତେ ପ୍ରକାର ଧର୍ମ ଅଛି, ହିନ୍ଦୁ ମୁସଲମାନ ଖ୍ରୀଷ୍ଟିଆନ ବୁଦ୍ଧିଷ୍ଟ ସମସ୍ତଙ୍କୁ ନେଇ କଂଗ୍ରେସ ଚାଲିଛି। ତେଣୁ କଂଗ୍ରେସ ସ୍ୱାଧୀନତା ଆଣିଛି, ଭାରତ ବର୍ଷର ସର୍ବାଙ୍ଗୀନ ଉନ୍ନତି କଂଗ୍ରେସ କରିଛି। ଫେର ବେଳ ଆସିଲାଣି, ରାହୁଲ ଗାନ୍ଧୀ ଲୋକ ଲୋଡ଼ିଲେଣି, ଏଇ ନରେନ୍ଦ୍ର ମୋଦି ଉପରେ ବିଶ୍ୱାସ ତୁଟେଇ ସାରିଲେଣି, ସମସ୍ତେ ଲାଗି ପଡ଼ିଲେଣି ଯେ ରାହୁଲ ଗାନ୍ଧୀ କେମିତି ପ୍ରାଇମ ମିନିଷ୍ଟର ହବ, ଏଠି ଭକ୍ତ ହବ, ଆମେ ଲାଗି ପଡିବୁ। ହଁ ଦେଇଦେବେ, ଜଣା ପଡିଗଲେ ଦେଇଦେବେ। ଆଜି ଯାହା ଆବାଜ ମୁଁ ଶୁଣିବା ପାଇଁ ତାଙ୍କ ଦଳ କୋଉଠୁ ସେ ଦେଇଦେବେ, ଗଣ୍ଡ ଇସ୍ତଫା ନାଇଁ ସେ ଦେଇଦେବେ। ତାଙ୍କ ଦଳ ଲୋକ କହିଲେ ନ ଦେବାକୁ ବାଟ ନାହିଁ, ସେ କଣ କରିବେ ନ କରିବେ, ସେ କିଏ? ସେ ଯେପର୍ଯ୍ୟନ୍ତ ମୋଦି ନ କହିଛନ୍ତି, ଯେପର୍ଯ୍ୟନ୍ତ ମୋହନ ମାଝୀ ନ କହିଛନ୍ତି, ସେ ପର୍ଯ୍ୟନ୍ତ ସିଏ କି ଇସ୍ତଫା ଦେବା ପାଇଁ ସେ କ୍ଲିୟର ସାଡୁ ଆସିନି। କିନ୍ତୁ ତାଙ୍କ ବିଜେପି ଲୋକ କହୁଛନ୍ତି ଯେତେ ଡେରି ହବ ଆମର ମାଇନସ ହବ। କାଇଁ ମତେ ଜଣା ପଡୁଛି ସେ ଇସ୍ତଫା ଦେଇଦବ। ସେ ଲୋକର ଦୋଷ କିଛି ନାହିଁ, ତ୍ରୁଟି ନାହିଁ। ଚେୟାରମ୍ୟାନ ଯୋଉମାନେ ଦାୟିତ୍ୱରେ ଥିଲେ ସେମାନେ ଦୋଷ କରିଛନ୍ତି। ସେ ଲୋକର ଏତିକି ଦୋଷ, ରିଲିଜ ପୂର୍ବରୁ, ଇସ୍ୟୁ ପୂର୍ବରୁ ନିଜେ ଟିକେ ସୁପରଭିଜନ କରି ଦେଖିଥିଲେ ଭଲ ହେଇଥାନ୍ତା।